ମାୟାବତୀ ମହାରାଜ କଣ ସ୍ୱାମୀ କଥା ମନେ ପଡୁନି? ଆରେ ମୁଁ ବା ରାଜକାର୍ଯ୍ୟ ସାରି ତୁମକୁ କେତେବେଳେ ଆଜି ଏଠି ଖୋଜି ଉଠି ସ୍ୱାମୀ। କେତେବେଳେ ଅପେକ୍ଷା କରି ବସି ରହିଛି। ଆପଣ ତ ଜାଣନ୍ତି ହଁ ମାୟାବତୀ। ରାଜାଙ୍କର କର୍ତ୍ତବ୍ୟ ହଉଛି ଦିନ ଦୀର୍ଘଙ୍କ ସେବା କରିବା ହଁ ଆଉ ଜଣେ ସୁନାରୀର କର୍ତ୍ତବ୍ୟ ହଉଛି ପତି ସେବା କରିବା। ନିଶ୍ଚୟ ମୋ ମାୟାବତୀ। ପତି ସେବା କରି ନୀତି ପ୍ରତି ପାଉଛି ଆନନ୍ଦ ଆଉ ନିଷ୍କପଟ ମନରେ। ମାୟାବତୀ ସ୍ୱାମୀ ସତରେ ମାୟାବତୀ ହଁ ସ୍ୱାମୀ ମୁଁ ମଧ୍ୟ ଯେଉଁଦିନ ଠାରୁ ତୁମ ହାତରେ ହାତ ରଖି ଛନ୍ଦି ହେଉଛି ବାୟୁବନ୍ଧନରେ ସବୁବେଳେ ତୁମରି କଥା ମନେ ପଡୁଛି କଥନ। ସବୁବେଳେ ତୁମରି କଥା ମନେ ପଡୁଛି। ସ୍ୱାମୀ ହଁ ପ୍ରିୟା ମୋର ସ୍ୱାମୀ ମୋଗଲାହାର ସ୍ୱାମୀ ହଁ ମାୟାବତୀ ସ୍ୱାମୀ ପ୍ରିୟା ଗো ମୋର ସ୍ୱାମୀ ହଁ ମୋଗଲାହାର ଶୁଭେ ଦେଖାଇଲା ଗো ତୁମର ପ୍ରିୟା ଗো ମୋର ମାୟାବତୀ ମହାରାଜ ଭାଗ୍ୟ ବଳ ପାଇଛି ମୁଁ ତୁମରି ହାତକୁ ସ୍ୱାମୀ ହଁ ସୁଖ ଦୁଃଖ ବାଣ୍ଟି ନେବା ଦୁଇ ଜୀବନକୁ ଭାଗ୍ୟ ବଳ ପାଇଛି ମୁଁ ତୁମରି ହାତକୁ ସୁଖ ଦୁଃଖ ବାଣ୍ଟି ନେବା ଦୁଇ ଜୀବନକୁ ଗଢ଼ି ଦେବା ଆମେ ସୁନା ସଂସାର ପ୍ରିୟା ଗো ମୋର କଳାର ହାର ଗଢ଼ି ଦେ ମାଗ ସୁନା ସଂସାର। ମାୟାବତୀ ସ୍ୱାମୀ ଯେଉଁଠାରୁ ମୁଁ ତୁମକୁ ପାଇଛି ହଁ ସ୍ୱାମୀ ସତରେ କଣ ଯେ କହି ତୁମକୁ ଧନ୍ୟବାଦ ଦେବି। ସବୁବେଳେ ଦିବା ରାତି ମୋ ଚରଣ ସେବା କରିଛ ସେବା କରି ଚାଲିଛ। ସ୍ୱାମୀ ହଁ ପ୍ରିୟା ଆପଣଙ୍କ ଚରଣ ସେ ଭାଇ ମୋ ସୌଭାଗ୍ୟ ସ୍ୱାମୀ ମୋର ସୌଭାଗ୍ୟ। ହଁ ଗো ପ୍ରିୟା ହଁ ହେଲେ କଣ କରିବି ପ୍ରିୟା ଆଜି ଆମେ ଦୁହେଁ ବାହୁ ବନ୍ଧନରେ ବାନ୍ଧି ହୋଇ ଯେତିକି ଖୁସି ଅନୁଭବ କରୁଛୁ ସ୍ୱାମୀ ସତରେ ପ୍ରିୟା ସ୍ୱାମୀ ବେଳେ 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 କାହିଁକି ମୋ ମନ ମଧ୍ୟରେ ଦୁଃଖ ମଧ୍ୟ ପ୍ରକଟିତ ହୁଏ ଗୋ। ସ୍ୱାମୀ କାହିଁକି ନା ତମେ ତ ଜାଣିଛ ହଁ ସ୍ୱାମୀ ବଡ଼ ରାଣୀ ଅନୁପ୍ରିୟା ତାଙ୍କ ସହିତ ବିବାହ ବନ୍ଧନରେ ଦୀର୍ଘ 15 ବର୍ଷ ହୋଇଗଲା। ସ୍ୱାମୀ ଭଗବାନ ପୁତ୍ର ସନ୍ତାନ କି କନ୍ୟା ସନ୍ତାନଟିଏ ଦେଲେ ନାହିଁ। ସ୍ୱାମୀ ସେଇଥିପାଇଁ ମୁଁ ବାଧ୍ୟ ହୋଇ ତୁମକୁ ଦ୍ୱିତୀୟ ସ୍ତ୍ରୀ ଭାବରେ ଗ୍ରହଣ କରିଛି। ହଁ ସ୍ୱାମୀ ହଁ ତଥାପି ତୁମ ସହିତ ବାହା ହୋଇ ମଧ୍ୟ ଅନେକ ଦିନ ବିତିଗଲା। ତଥାପି ଭଗବାନ ଆମ ଡାକ ଶୁଣିଲେନି ସନ୍ତାନଟିଏ ଦେଲେ ନାହିଁ। ସେଇଥିପାଇଁ ସବୁବେଳେ ମୁଁ ଚିନ୍ତିତ ଅଛି ପ୍ରିୟା କୋଉଦିନ ଭଗବାନ ଆମ ଡାକ ଶୁଣିବେ ଆଉ ଆମ କୋଳରେ ସନ୍ତାନଟିଏ ଦେବେ। ହଁ ସ୍ୱାମୀ ହଁ ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ସତରେ ସତରେ ଆମେ ପତି ପତ୍ନୀ କଣ ସବୁଦିନ ଏମିତି ଦୁଃଖରେ ଦିନ କାଟିବୁ ଠାକୁରେ? ଆମ ସୁଖର ଦିନ କଣ ଆସିବନି ପ୍ରଭୁ? ସୁଖର ଦିନ ସମୟ କଣ ଆସିବନି ପ୍ରଭୁ? ସୁଖର ସମୟ ଆସିବନି? ସ୍ୱାମୀ ଅନୁପ୍ରିୟା ଉଠ ଗো ଧନ। ଅନୁପ୍ରିୟା ସ୍ୱାମୀ ହଠାତ୍ କେମିତି ଚାଲି ଆସିଲେ ଗো ପ୍ରିୟା? ସ୍ୱାମୀ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ ସ୍ୱାମୀ। କଣ କହୁଛ ଗো ପ୍ରିୟା? ହଁ ସ୍ୱାମୀ ବଡ଼ ଚିନ୍ତା ଅପା କରିବାର ଆବଶ୍ୟକ ନାହିଁ। ହଁ ସ୍ୱାମୀ ମାନେ ପ୍ରିୟ ତୁମେ କଣ ପାଇଁ। କହିବାକୁ ଯାଉଛ? ସ୍ୱାମୀ ହଁ ଆମର ଦୁଃଖର ଦିନ ଏବେ ଦୂର ହୋଇଯାଇଛି ସ୍ୱାମୀ। ହେ ଅପାଇ ତମେ କଣ କହୁଛ ଅପା ମୁଁ କିଛି ବୁଝିପାରୁନି। ମାୟାବତୀ। ସତରେ ଆମର କଣ ସୁଖ ଦିନ ଚାଲି ଆସିଛି ଅପା? କଣ କହୁଛ? ଆମର କଣ ସୁଖ ଦିନ ଚାଲି କଣ ଆସିଛି? କହିବାକୁ ଚାହୁଁଛ କହନୁ ପ୍ରିୟା? ସ୍ୱାମୀ ହଁ ମା ହେବାକୁ ଯାଉଛି। ସତରେ ପ୍ରିୟା ତୁମେ ମା ହେବାକୁ ଯାଉଛ।
ମାୟାବତୀ ସ୍ୱାମୀ ଅନୁପ୍ରିୟା କଣ କହୁଛନ୍ତି ଶୁଣି ପାରୁଛ ତ ଓ ସ୍ୱାମୀ ହଁ ମୋ ବଡ ରାଣୀ ଅନୁପ୍ରିୟା ଆଜି କୁଆଡେ ମା ହେବାକୁ ଯାଉଛି। ସତରେ ଭଉଣୀ ହେ ପ୍ରଭୁ ଭୋଲାନାଥ, ହେ ପ୍ରଭୁ ପାତାଳେଶ୍ୱର, ଏସବୁ ହଉଛି ତୁମରି କରୁଣା ଠାକୁରେ, ତୁମରି ଅପାର କରୁଣା ପ୍ରଭୁ। ଅନୁପ୍ରିୟା ସେ ଗୋଟିଏ କଥା ପାଇଁ ମୁଁ ସବୁବେଳେ ଚିନ୍ତିତ ଥିଲି ଗୋପ୍ରିୟା, କିନ୍ତୁ ଆଜି ଯେତେବେଳେ ତମେ ସୁଖର ସମୟ ଆସି ଯାଇଛି, ଖୁସିର ଖବର ଯେତେବେଳେ ଦେଉଛ, ମୋ ମନ ପ୍ରାଣ ଆଜି ଆନନ୍ଦରେ ନାଚି ଉଠୁଛି ଗୋପ୍ରିୟା। ହଁ ପ୍ରିୟା, ପରାଣ ବାନ୍ଧବୀ ଆଗ ପ୍ରିୟ ସଜনী, ତୁମେ ପରାଟ ମୋ ସତୀ ଶିରୋମଣି। ଅନୁପ୍ରିୟା, ପରାଣ ବାନ୍ଧବୀ ଆଗ ପ୍ରିୟ ସଜনী, ତୁମେ ପରାଟ ମୋ ସତୀ ଶିରୋମଣି। ପରାଣ ବାନ୍ଧବୀ ଆଗ ପ୍ରିୟ ସଜনী, ତୁମେ ପରାଟ ମୋ ସତୀ ଶିରୋମଣି। ପଛେ ପଛେ ମୋ ପ୍ରୀତି ବିନାଶିନୀ, ମନ ମୋର ନିୟୋଗ କିଣି। ଓ ମନ ମୋର ନିୟୋଗ କିଣି। ଅନୁପ୍ରିୟା, ପତିକୁ ପରମେଶ୍ୱର ମନରେ ଚିନ୍ତି, ଚରଣ ସେବା କରୁଛ ବୁଲିବା ନିଶି। ପତିକୁ ପରମେଶ୍ୱର ମନରେ ଚିନ୍ତି, ଚରଣ ସେବା କରୁଛ ବୁଲିବା ନିଶି। ପୂର୍ବ ଭାଗ୍ୟ ବଲେ ସହି ତୁମକୁ ପାଇଛି ମୁହିଁ, ପୂର୍ବ ଭାଗ୍ୟ ବଲେ ସହି ତୁମକୁ ପାଇଛି ମୁହିଁ, ଜୀବନ ଭୁଲି ପାରିବିନି। ଆସ ଗୋ ପ୍ରୀତି ବିଲାସିନୀ, ଓ ମନ ମୋର ନିୟୋଗ କିଣି। ମାୟାବତୀ, ଅନୁପ୍ରିୟା, ଆଜି ମୋ ସୁଖର ସମୟ ଆସି ଯାଇଛି ଗୋପ୍ରିୟା, ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ। ହେଲେ ଗୋଟାଏ କଥା ଗୋପ୍ରିୟା, ବର୍ତ୍ତମାନ ମୁଁ ଅନେକ ସମୟ ହେଲା ରାଜସଭାରୁ ଆସିଲା ପରେ ଦୁଇ ରାଣୀଙ୍କ ସହିତ କଥାବାର୍ତ୍ତା ହୋଇ ମୁଁ କ୍ଳାନ୍ତ ହୋଇ ପଡ଼ିଛି ଆଜି। ତେଣୁ ମୁଁ ଭାବୁଛି ଆସ ଆମେ ସମସ୍ତେ ଯିବା ହସ ଖୁସିର ସହିତ ବିଶ୍ରାମ କକ୍ଷରେ କିଛି ସମୟ ବିଶ୍ରାମ କରିବା ଗୋପ୍ରିୟା। ଚାଲ ଅନୁପ୍ରିୟା, ଆସ ଗୋ ମାୟାବତୀ, ଆମେ ସମସ୍ତେ ଯିବା ବିଶ୍ରାମ କକ୍ଷକୁ। ଓ ସ୍ୱାମୀ ହଁ ତାହେଲେ ଆସ ଅନୁପ୍ରିୟା, ଆସ ଗୋ, ଚାଲ ଯିବା ସମସ୍ତେ ଆମେ ବିଶ୍ରାମ କକ୍ଷକୁ ଯିବା। ମହାରାଣୀ ପରେ ମହାରାଜ ଯାଉଛି ସେ ଯଦି ମା ହୋଇଯାଏ ନା, ହେତେ ରାଜ୍ୟର ପାଟ ରାଣୀ ହୋଇଯିବ ସେ। ଆଉ ସତରେ ମୁଁ ସେ ଭିକାରୁଣୀକୁ ଭିକାରୀ ହୋଇଯିବି। ହେଲେ ନା, ମୁଁ କେବେ ଭିକାରୁଣୀ ହେବା ପାଇଁ ଚାହେଁ ନା। ମୁଁ ଚାହେଁ ନା
ଏ ରାଜ୍ୟର ପାଟ ରାଣୀ ହେବା ପାଇଁ ଜାଣିଛ ବୁଢିଆଣି ନା ଯେମିତି ଜାଳ ବିଛାଏ ଖାଦ୍ୟ ସଂଗ୍ରହ ପାଇଁ ଯେମିତି ନା ସେମିତି ସେମିତି ଜାଳ ବିଛାଇବା ମାୟାବତୀ ନା ଏ ରାଜ୍ୟକୁ କେମିତି ହାତ ମୁଠାକୁ ଆଣିବା ପାଇଁ କେମିତି କେମିତି ମୁଁ ରାଜ୍ୟକୁ ହାତ ମୁଠାକୁ ଆଣିବି ମୁଁ କିଛି ବୁଝିପାରୁନି ମୋ ମୁଣ୍ଡରେ କିଛି ପଶୁନି କଣ କରିବି କଣ କରିବି କଣ କଣ କରିବି ଏ ସମୟରେ ନା ଏ ସମୟରେ ମତେ କାହାକୁ ସହଯୋଗ କରିବାକୁ ପଡିବ ମତେ ନା କାହାର ସହଯୋଗ ନେବାକୁ ପଡିବ ମୁଁ କାହାର ସହଯୋଗ ନେବାକୁ ପଡିବ সান ভাউজ প্রণাম। বিক্রম সান ভাউজ জানিছ বিক্রম জানিছ ভাউজ কଣ ହେଇଛି ଭାଉଜ ତମ ମୁହଁଟା ଶୁଖିକି ଏମିତି କଳା କାଠ ପାଲଟି ଯାଇଛି ତମ କଣ କହିବି ବିକ୍ରମ ଜାଣିଛ ନା ମୋ ଜୀବନରେ ଅମାବାସ୍ୟାର ଅନ୍ଧକାର ମାରି ଆସୁଛି ବିକ୍ରମ ମୋ ଜୀବନରେ ସାନ ଭାଉଜ କଣ କହୁଛ ତୁମେ ତମେ ଯାହା କହୁଛ ମୁଁ କିଛି ବି ବୁଝିପାରୁନି ସାନ ଭାଉଜ ଭାଉଜ ଜାଣିଛ ବିକ୍ରମ ଭାଉଜ ମୁଁ ଜଣେ ଅନ୍ଧକାରର ଗୋଟିଏ ଜନ୍ମ ମୁଁ କାହାକୁ ଆଲୋକ ଦେଖିପାରୁଛି ନା ମୁଁ ନିଜେ ଆଲୋକ ଦେଖିପାରୁଛି ମୋ ଜୀବନରେ ଖାଲି ଅମାବାସ୍ୟାର ଅନ୍ଧକାର ନାଇଁ ଭାଉଜ ନାଇଁ ଏ ଭାଉଜ ତମେ ଏମିତି ବୁଲେଇ ବଂଶୀ କହିଲେ ମୁଁ ଜମାରୁ କିଛି ବୁଝିପାରିନି ଯାହା କହିବ ସିଧା ସିଧା କହୁନ ହେ ବିକ୍ରମୀ ଭାଉଜ ଛାଡ ସେଇ କଥା ହେଲେ ତମ ଗୋଟି କଥା କହିବି ତମେ ମୋ କଥା ରଖିବ କଣ କହିବାକୁ ଚାହୁଁଛ ହେଲେ ବିକ୍ରମ ଶୁଣ ହଁ ତମ ବଡ ଭାଇ ହଁ ବଡ ଭାଇ ରାଜନ ନା ତମକୁ ସତରେ ଭଲ ପାଆନ୍ତି ହଁ ତ ସତରେ ଭଲ ପାଆନ୍ତି ମୋ ବଡ ଭାଇ ତାଙ୍କ ଜୀବନଠୁ ବି ଅଧିକ ଭଲ ପାଆନ୍ତି ବିକ୍ରମ ତମକୁ ଯଦି ଭଲ ପାଉଛନ୍ତି ହେଲେ ତମର ବୟସ ତ ଗଡିଗଲାଣି ହେଲେ ତମର ବିବାହ ପ୍ରସ୍ତାବ କେବେ ନେଇକି ଆସିଛନ୍ତି ରାଜନ ନାଇଁ ଭାଉଜ ନାଇଁ ମୋ ବଡ ଭାଇ ସୁରେନ୍ଦ୍ର ପ୍ରତାପ ଏଯାଏ ମୋ କଥା ଚିନ୍ତା କରିନାହାନ୍ତି ସଦା ସର୍ବଦା ଖାଲି ନେତା ତାଙ୍କ ସେନାପତି ମନ୍ତ୍ରୀଙ୍କ ଗହଣରେ ଭୁଲି ଯାଇ ଆଜି ପର୍ଯ୍ୟନ୍ତ ମୋ କଥାକୁ ଭୁଲି ଯାଇଛନ୍ତି ଜାଣିଛ ବିକ୍ରମ ଜାଣିଛ ଭାଉଜ ତମକୁ କି ତମ ବଡ ଭାଇ କେବେ ବି ଭଲ ପାଆନ୍ତିନି କାହିଁକି ଜାଣିଛ ଦେଖ ତମ ବଡ ଭାଉଜକୁ ବାହା ହେଲେ ରାଜନ ତମ ବଡ ଭାଇର ସନ୍ତାନ ସନ୍ତତି ନହେଲା ବେଳେ କି ମତେ ଦ୍ୱିତୀୟ ବିବାହ କରିଥିଲେ ହେଲେ ମୋ ମଧ୍ୟରେ ସନ୍ତାନ ସନ୍ତତି ନାହାନ୍ତି ଯଦି ଚାହିଁଥାନ୍ତି ତମକୁ ବାହାଘର କରିଥାନ୍ତି ଆଉ ଯଦି ତମର ପୁଅ ଝିଅ ହୋଇଥାନ୍ତା ନା ତମ ପୁଅକୁ ରାଜ ସିଂହାସନରେ ରାଜନ କରିଥାନ୍ତି ହେଲେ ତମକୁ କାହିଁକି ବାହା କଲେ ଜାଣିଛ ତ ନାଇଁ ତ ଭାଉଜ ମୁଁ ଜାଣୁନି କାହିଁକି ମୋ ବଡ ଭାଇ ମୋ ପର୍ଯ୍ୟନ୍ତ ଏମିତି ବିଚାର କରିଛନ୍ତି କୁହ ଭାଉଜ କୁହ କାହିଁକି ଜାଣିଛ ତମକୁ ତମ ବଡ ଭାଇ କେବେ ବି ଭଲ ପାଆନ୍ତିନି ଆରେ ମୋ ବଡ ଭାଇ ମତେ ନ ପଚାରିଲା ନାହିଁ ହେଲେ ଭାଉଜ ମୁଁ ବି ସହଜରେ ଛାଡିବା ଲୋକ ନୁହଁ ଦରକାର ପଡିଲେ ଏ ସୁବର୍ଣ୍ଣପୁରକୁ 2 ଭାଗ କରିଦେବି ଆଉ ମୋ ବଡ ଭାଇ ଯୋଉ ସ୍ୱପ୍ନଟା ଦେଖିଛନ୍ତି ତାଙ୍କ ସ୍ୱପ୍ନଟାକୁ ମୁଁ ସ୍ୱପ୍ନରେ କେବଳ ରଖିଦେବି ଦରକାର ପଡିଲେ ସୁବର୍ଣ୍ଣପୁରକୁ ଜାଳି ପୋଡି ପାଉଁଶ କରିଦେବି
তবে ঠিক কইছ বিক্রত হ্যাঁ, ঠিক ভাউজ, কইছ হ্যাঁ। ଆଉ ଜାଣିଛ ভাউজ তবে যদি মতে সহযোগ করিব না হ্যাঁ ତମକୁ এই ରାଜ୍ୟର ରାଜନ କରିଦେବି এই ମାୟାବତୀ ତମେ ସତ କହୁଛ ଭାଉଜ ହଁ ବିକ୍ରମ ହେଲେ ଭାଉଜ ହଁ ମୁଁ ଗୋଟାଏ କଥା ଶୁଣିଲି ସେଇଟା କଣ ସତ କଣ ବଡ ଭାଉଜଙ୍କୁ କଣ ମା ହେବାକୁ ଯାଉଛନ୍ତି ସେଇଟା ବି ଗୋଟିଏ କଥା ଜାଣିଛ ଭାଉଜ ତମ ବଡ ଭାଉନା ଗର୍ଭବତୀ ଅଛନ୍ତି ଆଚ୍ଛା। ତାଙ୍କର ବି ସନ୍ତାନ କି ସନ୍ତତି ହୋଇଯିବ ହେଲେ ସେଇ ତ ରାଜ୍ୟର ପାଟରାଣୀ ସେ ଆଉ ତା ପୁଅକି ଯିବ ସେ ହେବ ରାଜ୍ୟର ସିଂହାସନର ରାଜନୀତି ହେଲେ ତମେ ମୁଁ ତ ଭିକାରୀ ହେଇଯିବି ଭାଉଜ ଭିକାରୀକୁ ଭିକାରୀ ଆଉ ଶୁଣ ମୁଁ ଭିକାରୀ ହେଇଯିବି ସତ ହେଲେ ଭାଉଜ ତମେ ବି ମନେ ରଖ ଦରକାର ପଡିଲେ ମୋ ବଡ ଭାଇଟା ତୁମକୁ ବି ଭିକାରୁଣୀ ସଜାଇ ଦେବ ଶୀଘ୍ର ହେଲେ ଶୁଣ ହଁ ଭାଉଜ ଗୋଟାଏ କାମ କରିବା କଣ କରିବା ଭାଉଜ ଏ କଥା ଯେମିତି ମୋ ବଡ ଭାଇ ନ ଜାଣନ୍ତି ହଁ ଏହା ଭିତରେ ତମେ ମୋ ହାତ ସହିତ ହାତ ମିଳାଅ ନାଇଁ ବିକ୍ରମ ନାଇଁ ଜାଣିଛ ଭାଉଜ ଆମକୁ ପ୍ରଥମେ ନା ବଡ ରାଣୀକୁ ଖଲ୍ଲାସ କରିବାକୁ ହେବ ଠିକ କହିଲ ଭାଉଜ ଏ ସୁବର୍ଣ୍ଣପୁରକୁ ହାସଲ କରିବାକୁ ହେଲେ ବଡ ଭାଉଜଙ୍କୁ ରାସ୍ତାରୁ ହଟେଇବାକୁ ପଡିବ ଆଉ ତା ପେଟରେ ଯୋଉ ଛୁଆଟା ପଡୁଛି ସେ ଛୁଆଟା ବି ରାସ୍ତାରୁ ହଟିଯିବ ତାପରେ ମୋ ବଡ ଭାଇ ସୁରେନ୍ଦ୍ର ସେନ ଏକାକୀ ହେଇଯିବେ ତାପରେ ଆମେ ଦୁଇ ଜଣ ଯେମିତି ତାକୁ ନଚେଇବା ସେ ଉଠ କହିଲେ ଉଠିବ ବସ କହିଲେ ବସିବ ହେଲେ ଭାଉଜ ଆଜି ପର୍ଯ୍ୟନ୍ତ ତ ମୋ ବଡ ଭାଇ ମୋ କଥାଟା ଚିନ୍ତା କରିନାହାନ୍ତି ହେଲେ ମୋ ସାନ ଭାଉଜ ହୋଇ ତମେ ଯେତେବେଳେ ମୋ କଥାଟା ଚିନ୍ତା କରୁଛ ଯାହେଲେ ବି ନା ତମେ ମୋ କିଲ୍ଲା ଦିଅର ଭାଉଜ ଆଜିକାଲି ନା କାନ୍ଥରେ ବି କାନ ଅଛି ଭାଉଜ ହଁ ଯଦି ଏଇ କଥା ଯଦି ଜାଣିଯିବ ତାହେଲେ କଥାଟା ଅଲଗା ହେଇଯିବ ଠିକ କହିଲ ସେଥିପାଇଁ କଥାଟା କିଏ ମଧ୍ୟ ଜାଣିପାରୁ ନାହିଁ ଏ ବିକ୍ରମୀ ତମ ବ୍ୟତୀତ ଏ କଥା କିଏ ମଧ୍ୟ ଜାଣିପାରୁ ନାହିଁ ଠିକ ଅଛି ଭାଉଜ ସତରେ ହଁ ହେଲେ ବିକ୍ରମ ଭାଉଜ ତମେ ମୋ ହାତରେ ହାତ ରଖି କୁହ ଏ କଥା କିଏ ମଧ୍ୟ ଜାଣିପାରୁ ନାହିଁ ଠିକ ଅଛି ଭାଉଜ ଆଜି ଦିନଠୁ ଆମ ହାତ ଉପରେ ହାତ ରଖି ମୁଁ ଶପଥ କରୁଛି ଯାହା ଖେଳ ଖେଳିବି ଏ କଥାଟା କେହି ବି ନ ଜାଣିବ ହଁ ମୁଁ ବି ଚାହେଁ ରାଜା ସୁରେନ୍ଦ୍ର ସେନକୁ ସବୁଦିନ ପାଇଁ ଏ ସୁବର୍ଣ୍ଣପୁରରୁ ହଟେଇ ଦେବାକୁ ଚାହେଁ ଠିକ ଅଛି ଭାଉଜ ଏଥର ଏ ବିକ୍ରମ ସେନର ଖେଳଟା ଆରମ୍ଭ ହେଲା ଭାଇ ଭାଇର ଲଢ଼େଇ ହେବ ଆଉ ଏ ସୁବର୍ଣ୍ଣପୁର ହେଇଯିବ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ଠିକ ଅଛି ଭାଉଜ ଯିବା ଏଥର বিক্রমী তবে না মতে চিনি পারিলনি সତରେ না ପାନ ମଧ୍ୟରେ ସବୁ ପାନ ନା ବିଡ଼ିଆ ମିଠା ନୁହଁ ଆଉ ନାରୀ ମଧ୍ୟରେ ସବୁ ନାରୀ ନା ବୀରାଙ୍ଗନା ରାଧା ନୁହଁ ବନ ମାୟାବତୀ ମାୟାବତୀ ମୁଁ ଗୋଟିଏ ନା କାଳ ନାଗରୀ ସତରେ ଲାଗେ ନା ତମ ପରିବାରକୁ ତ ଏମିତି ଛୋଟ ମାରି ଦେଇଛି
तम परिवार को छार छार कर देवी राजना छार छार कर देवी हाँ सती सती ना मु गोटे नायिका नुह मु गोटे ना खलनायिका